ହରମୁଜରେ ଇରାନର 7ଟି ନୌକା ଧ୍ୱଂସ କଲା ଆମେରିକା। ଇରାନ କହିଲା, ଆମେରିକା ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛୁ। ହ୍ୱାଇଟ୍ ହାଉସ୍ ନିକଟରେ ଗୁଳି ଚାଳନା, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୁଳି କଲେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ। ଏସବୁ ବିଷୟରେ ଆଲୋଚନା କରିବା। ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ, ଲାଇକ୍ କରନ୍ତୁ, କମେଣ୍ଟ କରନ୍ତୁ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦିଅନ୍ତୁ। ହରମୁଜରେ ଇରାନର 7ଟି ନୌକା ଧ୍ୱଂସ କଲା ଆମେରିକା। ହରମୁଜ ପ୍ରଣାଳୀରୁ ଇରାନର ନିୟନ୍ତ୍ରଣ ହଟାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଶାଳ ସାମରିକ ଅଭିଯାନ ଆରମ୍ଭ କରିଛନ୍ତି। ଏହି ଅଭିଯାନ ଆଧାରରେ ଆମେରିକା ନୌସେନା ସୋମବାର ଇରାନର 7ଟି ଦ୍ରୁତଗାମୀ ନୌସେନାକୁ ଧ୍ୱଂସ କରିଥିବା ବେଳେ ଏକାଧିକ କ୍ରୁଜ୍ ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣକୁ ବିଫଳ କରିଦେଇଛି। ଆମେରିକା ସେଣ୍ଟ୍ରାଲ କମାଣ୍ଡର ମୁଖ୍ୟ କହିଛନ୍ତି ଯେ ଅଭିଯାନରେ 15,000 ଆମେରିକା ସୈନ୍ୟ, ଅତ୍ୟାଧୁନିକ ବିଧ୍ୱଂସକାରୀ ଯୁଦ୍ଧପୋତ ଓ 100ରୁ ଅଧିକ ବିମାନ ଓ ବୁଡ଼ାଜାହାଜ ସାମିଲ ରହିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ ଆମେରିକୀୟ କମାଣ୍ଡରମାନଙ୍କୁ ନିଜ ସୈନ୍ୟ ଓ ବ୍ୟବସାୟିକ ଜାହାଜଗୁଡ଼ିକୁ ସୁରକ୍ଷା ଦେବା ପାଇଁ ପୂର୍ଣ୍ଣ ଅଧିକାର ଦିଆଯାଇଛି। ତେବେ ଏହି ଅଭିଯାନରେ ମୁଖ୍ୟ ଲକ୍ଷ୍ୟ ହେଉଛି ଫେବୃଆରୀ 28ରୁ ଇରାନରେ ଅବରୋଧ ଯୋଗୁଁ ଅଚଳ ଆନ୍ତର୍ଜାତିକ ଜଳପଥକୁ ପୁନଃ ସଚଳ କରିବା। ଇରାନର ଧମକ ସତ୍ତ୍ୱେ ଆମେରିକା ବାଣିଜ୍ୟର ଜାହାଜଗୁଡ଼ିକୁ ହରମୁଜ ଦେଇ ଯାତାୟାତ କରିବାକୁ ଉତ୍ସାହିତ କରୁଛି ଏବଂ ଏହାର ଫଳସ୍ୱରୂପ ବାଣିଜ୍ୟିକ ଚଳାଚଳ ଆରମ୍ଭ ହୋଇଥିବା ଆମେରିକା ଦାବି କରିଛି। କିନ୍ତୁ ଇରାନର ରିଭଲ୍ୟୁନାରୀ ଗାର୍ଡ ଏହି ଦାବିକୁ ଖଣ୍ଡନ କରିଛି। ଅନ୍ୟପଟେ ହରମୁଜରେ ଏକ ଦକ୍ଷିଣ କୋରିଆ ଜାହାଜ ଉପରେ ହୋଇଥିବା ଆକ୍ରମଣକୁ ନେଇ ଟ୍ରମ୍ପ ପ୍ରତିକ୍ରିୟା ରଖିଛନ୍ତି। କହିଛନ୍ତି ଯେ ଜାହାଜ ଏହି ଅଭିଯାନରେ ଅଂଶ ନଥିଲା ଏବଂ ଦକ୍ଷିଣ କୋରିଆ ଏହି ସୁରକ୍ଷା ମିଶନରେ ସାମିଲ ହେବା ଉଚିତ। ଇରାନ କହିଲା, ଆମେରିକା ଜାହାଜ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛୁ। ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ, ଲାଇକ୍ କରିବେ, କମେଣ୍ଟ କରିବେ, ନୂଆ ଆସିଥିଲେ ବେଲ୍ ଆଇକନ୍ଟିକୁ ବଜାଇ ଦେବେ। ଉପସାଗରୀୟ ଅଞ୍ଚଳରେ ଚାଲିଥିବା ସାମରିକ ଗତିରୋଧ ଏବେ ଏକ ବିପଜ୍ଜନକ ମୋଡ଼ରେ ପହଞ୍ଚିଛି। ଇରାନର ନୌସେନା ଦାବି କରିଛି ଯେ ସେମାନେ ଦୁର୍ବଳ ହରମୁଜ ପ୍ରଣାଳୀ ଦେଇ ଯିବାକୁ ଚେଷ୍ଟା କରୁଥିବା ସମୟରେ ଏକ ଆମେରିକୀୟ ଯୁଦ୍ଧ ଜାହାଜ ଉପରେ 2ଟି କ୍ଷେପଣାସ୍ତ୍ର ମାଡ଼ କରିଛନ୍ତି। ଇରାନୀ ସମାଚାର ଏଜେନ୍ସି ଫୋର୍ସ ଅନୁଯାୟୀ ଆମେରିକା ଜାହାଜ ଇରାନୀ ନୌସେନାର ଚେତାବନୀକୁ ଅଣଦେଖା କରିବା ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। 2ଟି କ୍ଷେପଣାସ୍ତ୍ର ମାଡ଼ ପରେ ଆମେରିକା ଜାହାଜ ପଛକୁ ହଟି ପଳାଇବାକୁ ବାଧ୍ୟ ହୋଇଥିଲା। ତେବେ ଆମେରିକା ସେନା ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛି ଯେ ଆମର କୌଣସି ଜାହାଜ କ୍ଷେପଣାସ୍ତ୍ର ଦ୍ୱାରା ଆଘାତ ପାଇନାହିଁ। ଜଣେ ବରିଷ୍ଠ ଆମେରିକା ଅଧିକାରୀ ଇରାନୀ ଗଣମାଧ୍ୟମ ମିଥ୍ୟା ରିପୋର୍ଟକୁ ଖାରଜ କରିଛନ୍ତି। ଏହି ବିବାଦ ଏପରି ଏକ ସମୟରେ ଆସିଛି ଯେତେବେଳେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ପ୍ରୋଜେକ୍ଟ ଫ୍ରିଡମ୍ ଘୋଷଣା କରିଥିଲେ। ଏହି ମିଶନ ଅଧୀନରେ ସୋମବାର ଆମେରିକା ସେନା ହରମୁଜ ପ୍ରଣାଳୀରେ ଫସି ରହିଥିବା ଅନ୍ୟ ଦେଶର ଜାହାଜଗୁଡ଼ିକୁ ସୁରକ୍ଷିତ ଭାବେ ବାହାର କରିବା କାର୍ଯ୍ୟ ଆରମ୍ଭ କରିବ। ହ୍ୱାଇଟ୍ ହାଉସ୍ ନିକଟରେ ଗୁଳି ଚାଳନା, ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଗୁଳି କଲେ ସିକ୍ରେଟ୍ ସର୍ଭିସ୍ ଏଜେଣ୍ଟ। ଆମେରିକା ରାଷ୍ଟ୍ରପତି ସରକାରୀ ବାସଭବନ ହ୍ୱାଇଟ୍ ହାଉସ୍ ନିକଟରେ ଗୁଳିକାଣ୍ଡ ଘଟିଛି, ଯାହାଫଳରେ ଅଞ୍ଚଳକୁ କିଛି ସମୟ ପାଇଁ ସିଲ୍ କରି ଦିଆଯାଇଥିଲା। ଆମେରିକା ସିକ୍ରେଟ୍ ସର୍ଭିସ୍ ନିଶ୍ଚିତ କରିଛି ଇଣ୍ଡିପେଣ୍ଡେନ୍ସ ଆଭିନ୍ୟୁ ଜଣେ ସଶସ୍ତ୍ର ସନ୍ଦିଗ୍ଧ ବ୍ୟକ୍ତିକୁ ଗୁଳି କରାଯାଇଛି। ଘଟଣାଟି ଘଟିବା ସମୟରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୱାଇଟ୍ ହାଉସ୍ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିଲେ। କର୍ତ୍ତୃପକ୍ଷ ଗୁଳି ମାଡ଼ ଖାଇଥିବା ବ୍ୟକ୍ତିଙ୍କ ପରିଚୟ କିମ୍ବା ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ କୌଣସି ସୂଚନା ପ୍ରଦାନ କରିନାହାନ୍ତି। ଅଧିକାରୀମାନେ କହିଛନ୍ତି ଯେ ରାଷ୍ଟ୍ରପତି ସୁରକ୍ଷିତ ଅଛନ୍ତି ଏବଂ ହ୍ୱାଇଟ୍ ହାଉସ୍ ସୁରକ୍ଷାରେ କୌଣସି ଉଲ୍ଲଂଘନ ହୋଇନାହିଁ। ପଞ୍ଜିକା ତଥ୍ୟ ଅମେଳ ଅଭିଯୋଗ, ମୁକ୍ତିମଣ୍ଡପ ପଣ୍ଡିତ ସୁଭାଷ ସ୍ୱୀକୃତି ଦେଇଥିବା ପଞ୍ଜିକା ତଥ୍ୟଗତ ଆମେଳ ହେଉଛି। ପଞ୍ଜି ସମୀକ୍ଷକ ହରିଶଙ୍କର ମିଶ୍ର ଏକ ପ୍ରେସ୍ ବିବୃତ୍ତି ଏକ ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିଛନ୍ତି। ସେ କହିଛନ୍ତି, କିନ୍ତୁ ଜାତକ ଓ ପୁଷ୍କର ଦୋଷ ତ୍ରୁଟିଯୁକ୍ତ କରାଯାଇଛି। ବିବାହ, ବ୍ରତ ଆଦି ମଙ୍ଗଳିକ କାର୍ଯ୍ୟ ଦିବସ ନିର୍ଣ୍ଣୟରେ ଭିନ୍ନତା ରହିଛି। ଗୃହ ପ୍ରବେଶ ତାରିଖ ମଧ୍ୟ ତ୍ରୁଟି ଥିବା ସେ କହିଛନ୍ତି।
चैनल को सब्सक्राइब करेंगे, लाइक करेंगे, कमेंट करेंगे, नुआ आसते बेल आइकन टी बजाई देवे। जय जगन्नाथ।